ପିଲାମାନେ ପରୀକ୍ଷା ପାଖେଇ ଆସିଲାଣି। ଏମ୍ଆଇଏଲ୍ ଓଡ଼ିଆ +2 ସେକେଣ୍ଡ ଇୟର୍ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରଖେ ମାର୍କ ବଢ଼େଇବାରେ। ବହୁତ ମାର୍କ ଫେଚିଂ ପେପର ଓଡ଼ିଆ, ବହୁତ ଭଲ ମାର୍କ ଉଠିପାରିବ। କିନ୍ତୁ ତୁମେମାନେ କୋର୍ସେସ୍ ଅଫ୍ ଷ୍ଟଡି ବିଷୟରେ ଥର ହେବା ଦରକାର। ପ୍ରାୟତଃ ପିଲାମାନେ ଗୁରୁତ୍ୱ ଦେଇଥାନ୍ତି ଫାର୍ଷ୍ଟ ୟୁନିଟ୍, ସେକେଣ୍ଡ ୟୁନିଟ୍ ଏବଂ ଥାର୍ଡ଼ ୟୁନିଟ୍। ଫାର୍ଷ୍ଟ ୟୁନିଟ୍ରେ ରହିଲା ପ୍ରବନ୍ଧ, ସେକେଣ୍ଡ ୟୁନିଟ୍ରେ କବିତା, ଥାର୍ଡ଼ ୟୁନିଟ୍ରେ ଗଳ୍ପ। ଆଉ ଯେଉଁ ଦୁଇ ୟୁନିଟ୍ ରହିଲା ଫୋର୍ଥ ୟୁନିଟ୍, ଫିଫ୍ଥ ୟୁନିଟ୍, ସେ ଭାରି ଗୁରୁତ୍ୱପୂର୍ଣ୍ଣ। ସେଥିରୁ ଫୁଲ୍ ମାର୍କ ଆସେ। ପ୍ରତ୍ୟେକ ୟୁନିଟ୍ରେ 20 ମାର୍କ ଲେଖା ରହିଛି। 5ଟା ୟୁନିଟ୍ରେ 100 ମାର୍କ। ଯଦି କବିତା, ପ୍ରବନ୍ଧ, ଗଳ୍ପ ଏଥିରୁ 60 ମାର୍କ କଲା, ଆଉ ଯେଉଁ ଦୁଇଟା ୟୁନିଟ୍ ରହିଗଲା ଫୋର୍ଥ ଏବଂ ଫିଫ୍ଥ ୟୁନିଟ୍, ସେଥିରୁ 40 ମାର୍କ, ଏବଂ ଯେଉଁ 40 ମାର୍କରୁ ଫୁଲ୍ 40 ମାର୍କ ରଖିହେବ ସାମାନ୍ୟ ଚେଷ୍ଟାରେ। ତେଣୁ ତାକୁ ମଧ୍ୟ ଗୁରୁତ୍ୱ ଦେବା ଦରକାର। ଚତୁର୍ଥ ଏକକରେ ଯେଉଁ ପାଠ ରହିଲା ଅବବୋଧ ପରୀକ୍ଷଣ, ଏବଂ ପଞ୍ଚମ ଏକକରେ ରହିଲା ଦରଖାସ୍ତ, ପତ୍ର ଲିଖନ ଏବଂ ବ୍ୟାକରଣ। ତେଣୁ ଚତୁର୍ଥ ଏକକ କଥା ଆମେ ଆଲୋଚନା କରିବା। ପ୍ରଥମ ବୋଧଜ୍ଞାନ ପରୀକ୍ଷଣ କ'ଣ? ବୋଧଜ୍ଞାନ ପରୀକ୍ଷଣରେ 2ଟା ୟୁନିଟ୍ ରହିଛି। ଗୋଟେ ହେଉଛି ଅବବୋଧ ପରୀକ୍ଷଣ, ଆଉ ଗୋଟେ ସର୍ଜନାତ୍ମକ ଲିଖନ। ଅବବୋଧ ପରୀକ୍ଷଣରେ କ'ଣ ଅଛି ତୁମେମାନେ ଜାଣିଛ, ସ୍କୁଲ ଲେଭେଲରେ ମଧ୍ୟ ପଢ଼ିଛ। ତୁମକୁ ଆନନୋନ୍ ପେସେଜ ଦିଆଯିବ। ଗୋଟେ ଦିଆଯିବ ପ୍ରୋଜ୍ର ଆନନୋନ୍ ପେସେଜ, ଆଉ ଗୋଟେ ପୋଏଟ୍ରିର। ପ୍ରୋଜ୍ର କିଛିଟା ଏତିକି ହେଇପାରେ, 2ଟା ପାରାଗ୍ରାଫ କି ଛୋଟ ଛୋଟ 3ଟା ପାରାଗ୍ରାଫ ଦିଆଯାଇପାରେ। ସେଥିରୁ ତୁମେମାନେ ପଢ଼ିବ ଏବଂ ତଳେ କ୍ୱେଶ୍ଚନ୍ ଦିଆଯାଇଥିବ। ସେ ପେସେଜଟାକୁ ଭଲ ଭାବରେ ପଢ଼ିବ, ତଳ କ୍ୱେଶ୍ଚନ୍କୁ ଦେଖିବ, କେଉଁଟା ଉତ୍ତର ହେଉଛି ସେଟାକୁ ଲେଖିବ। ତୁମର ଆସିବ 1 ମାର୍କ ଲେଖା 4ଟା, 4 ମାର୍କ। 2 ମାର୍କ ଲେଖାଏଁ ଆସିବ 3ଟା, 6 ମାର୍କ। ତାହେଲେ ଏମିତି 10 ମାର୍କ ରହିଲା ତୁମର ପ୍ରୋଜ୍ ସେକ୍ସନରେ। ହେଲା, ଆନନୋନ୍ ପେସେଜ ପଢ଼ିବ, ତାକୁ ତୁମେ ପଢ଼ିବ ଭଲ ଭାବରେ ଏବଂ କ'ଣ ଉତ୍ତର ହେବ ସେଇଠୁ ବାହାର କରି ଲେଖିବ। ଏଇ ଜିନିଷ ତୁମେ ଜାଣିଛ, କେବଳ ମେମୋରି ନେଲେ ହେଲା ଯେ ଏଇ ଜିନିଷଟା ମୋତେ କରିବା ପାଇଁ ପଡ଼ିବ, ଏବଂ ସେଇଟା ପ୍ରାକ୍ଟିସ୍ କରିବ ବାରମ୍ବାର କଲେ ହେଇଯିବ, ନମ୍ବର ପୁରା ଆସିବ। ସେଭଳିଆ ରହିଲା ତୁମର କବିତା ସେକ୍ସନ୍। ଗୋଟେ ସେଇଭଳିଆ ଆନନୋନ୍ କବିତା ଆସିବ, ବହିରୁ ଆସିବନି। ଯେକୌଣସି ଓଡ଼ିଆ କବିଙ୍କର ଲେଖା ଆସିପାରେ। ପ୍ରାଚୀନ କବି ଆସିପାରେ, ମଧ୍ୟଯୁଗର କବି ଆସିପାରେ, ମଡ଼ର୍ଣ୍ଣ କବିତାରୁ ବି ଆସିପାରେ। ସେଇ କବିତାର କିଛି ଅଂଶ ଥିବ, ତାକୁ ପଢ଼ିବ ଏବଂ 5ଟି କ୍ୱେଶ୍ଚନ୍ ତଳେ ଥିବ। ସେ 5ଟି କ୍ୱେଶ୍ଚନ୍ର ଉତ୍ତର ଲେଖିବ, ବୁଝିକି କବିତାକୁ 5 ମାର୍କ ପୁରା ମିଳିବ। ତେଣୁ ସେଥିରେ କୌଣସି ଅସୁବିଧା ନାହିଁ। ଆଉ ଯେଉଁ ରହିଲା ତୁମର ତା ସହିତ ଗୋଟେ ସର୍ଜନାତ୍ମକ ଲିଖନ। ତାହେଲେ ପ୍ରୋଜ୍ ଏବଂ ପୋଏଟ୍ରିର ଯେଉଁ ପେସେଜ ରହିଲା, ଏଥିରେ ତୁମର 15 ମାର୍କ ରହିଲା, ଏବଂ ସର୍ଜନାତ୍ମକ ଲିଖନ ଏଥିରେ 5 ମାର୍କ ଅଛି। ତ ସର୍ଜନାତ୍ମକ ଲିଖନ କ'ଣ? ଯାହା ନିଜ ସୃଜନ ଶକ୍ତିକୁ ପରିପ୍ରକାଶ କରାଇବ ଏ ଲିଖନ ମାଧ୍ୟମରେ। ତୁମକୁ ଦିଆଯିବ କ୍ୱେଶ୍ଚନ୍ କ'ଣ? କୌଣସି ପ୍ରାଚୀନ ଓଡ଼ିଆ ଯେଉଁ ଢଗ, ଢମାଳି, ପ୍ରବାଦ, ପ୍ରବଚନ, ସୂକ୍ତି ଏସବୁ ଯେଉଁ ରହିଛି ଲୋକ ସାହିତ୍ୟ ପର୍ଯ୍ୟାୟରୁ, ଏମିତି ବି ହେଇପାରେ ତୁମର ଭାଗବତରୁ କିମ୍ବା ଓଡ଼ିଆ ମହାଭାରତ ଶାରଳା ଦାସଙ୍କର ଗୋଟେ ସେଠୁ ପଙ୍କ୍ତି ଦିଆଯିବ, ଯେଉଁଟାକି ଆମ ନୀତିଦିନିଆ ଜୀବନରେ ଆମେ ବ୍ୟବହାର କରୁଛୁ। ଯେଉଁ ଢଗ, ଢମାଳି, ପ୍ରବାଦ, ପ୍ରବଚନ, ସୂକ୍ତି ଏଇଭଳିଆ ଜିନିଷ ଆସିବ, ତାକୁ ତୁମେ ଏଲାବୋରେଟ୍ କରିବ। କେତେ ବଡ଼ କରିବ? 150 ଶବ୍ଦ ଭିତରେ, 100ରୁ 150 ଶବ୍ଦ ଭିତରେ, ଏବଂ ସେଇଟା 5 ମାର୍କ ଅଛି, ପୁରା 5 ମାର୍କ ମିଳିଯିବ। ସେଇଟା କ'ଣ ତ ବୁଝିବା ପାଇଁ, ଧର ଯେଉଁ ମହାଭାରତ କଥା ମୁଁ କହୁଛି, ଶାରଳ ମହାଭାରତ ଗୋଟେ ଅତି ପରିଚିତ ଢଗ ହେଉଛି ଝିମିଟି ଖେଳର ମହାଭାରତ। ଛୋଟ କଥା କେମିତି ବଡ଼ ଘଟଣାରେ ପରିଣତ ହେଇଯାଏ, ଏଠୁ ଆସିପାରେ। କିମ୍ବା ଭାଗବତରୁ ଯାହାକୁ ରଖିବେ ଅନନ୍ତ, ପରବର୍ତ୍ତୀ ତୁମେ ଜାଣିଛ କି କରିପାରେ ବଳବନ୍ତ,
କିମ୍ବା ତୁମର ଯେଉଁ ଆସେ ପ୍ରବାଦ ଗୁଡ଼ାକ କେଉଁ ପ୍ରକାର ନା ତୁଳସୀ ଦୁଇ ପତ୍ରରୁ ବାସେ, ବିଛୁଆତି ଦୁଇ ପତ୍ରରୁ କୁଣ୍ଡେଇ ହୁଏ, ବାହାଘର ବେଳେ ବାଇଗଣ ରୁଆ, କୁସୁମ ପରସେ ପଟ ନିସ୍ତରେ, ଆକାଶ କଇଁଆ ଚିଲିକା ମାଛ, ଧୀର ପାଣି ପଥର କାଟେ, ଅଳ୍ପ ବିଦ୍ୟା ଭୟଙ୍କରୀ, ଏଇଭଳିଆ ଶହ ଶହ ପ୍ରବାଦ ଅଛି। କେଉଁଟା ଆସିବ ତ କହିହେବ ନାହିଁ, କିନ୍ତୁ ତୁମର ପରିଚିତ ଯେଉଁଗୁଡ଼ା ନୀତିଦିନିଆ ଜୀବନ ବ୍ୟବହାର କରୁଛ ସେଥିରୁ ଆସିବାର ବେଶୀ ସମ୍ଭାବନା ଅଛି। ତ ତାକୁ ଲେଖିବ କେମିତି, ସେଇଟା ଗୁରୁତ୍ୱପୂର୍ଣ୍ଣ କଥା। ଯଦି ଗୋଟେ ଆମେ ଉଦାହରଣ ଦେବା, କୁସୁମ ପରସେ ପଟ ନିସ୍ତରେ, ଏହା ଏକ ବହୁ ପ୍ରଚଳିତ ଓଡ଼ିଆ ପ୍ରବାଦ। ଏହାର ଅର୍ଥ ହେଉଛି ବଡ଼ ଲୋକଙ୍କ ନିକଟରେ ଥିଲେ ଛୋଟ ଲୋକ ମଧ୍ୟ ଆଦର ସମ୍ମାନ ପାଇଥାଏ। ତୁମେ ଯଦି ଏତିକି କଥା ଲେଖିଲ, ଏହା ଏକ ବହୁ ପ୍ରଚଳିତ ଓଡ଼ିଆ ପ୍ରବାଦ। ଏହାର ଆକ୍ଷରିକ ଅର୍ଥ ହେଉଛି ବଡ଼ ଲୋକଙ୍କ ନିକଟରେ ଛୋଟ ଲୋକମାନେ ଥିଲେ ସେମାନେ ମଧ୍ୟ ଆଦର ସମ୍ମାନ ପାଇଥାନ୍ତି। ଏହା ହିଁ ଅର୍ଥ। ଏତିକି କଥା ଲେଖିଦେଲେ ପରୀକ୍ଷକ ବୁଝିଯିବେ ଏ ଜିନିଷଟି ବୁଝିଛି। ତାପରେ ତୁମେ ଏଲାବୋରେଟ୍ କରିବ। ଏଲାବୋରେଟ୍ କ'ଣ? କୁସୁମ ହେଲା ଫୁଲ, ପଟ କ'ଣ? ଯେଉଁ ଫୁଲକୁ ମାଳ କରାଯାଇ କଦଳୀ ପଟୁରେ, କଦଳୀର ଯେଉଁ ପଟୁ ଥାଏ ସେଥିରୁ ସୂତା ବାହାର କରି ମାଳ କରାଯାଏ। ଫୁଲ ପ୍ରକୃତିରେ ପୂଜା ପାଇ ଦେବତାଙ୍କ ନିକଟରେ, ଫୁଲମାଳ ଦେବତାଙ୍କ ଗଳାରେ ଚଢ଼େ, କିନ୍ତୁ କଦଳୀ ପଟୁ ଦେବତାଙ୍କୁ ଲାଗି ହୁଏ ନାହିଁ ସିଧାସଳଖ। କିନ୍ତୁ କଦଳୀ ପଟୁ ଠାକୁରଙ୍କ ମସ୍ତକକୁ ଗଲା କି ଭଳିଆ ନା ଫୁଲ ସଂସ୍ପର୍ଶରେ ଆସିକି ଫୁଲକୁ ସେ ଗନ୍ଥିଥିଲା, ତେଣୁ ଫୁଲ ସାଙ୍ଗରେ ସେ ମଧ୍ୟ ପୂଜା ପାଇଗଲା। ତେଣୁ ଫୁଲ ଆଦର ପାଇବା ଯୋଗ୍ୟ, ଭଗବାନଙ୍କ ପାଖକୁ ପୂଜିବା ପାଇଁ ଯୋଗ୍ୟ, କିନ୍ତୁ କଦଳୀ ପତ୍ରରେ ସେ ଯୋଗ୍ୟତା ନଥିଲେ ମଧ୍ୟ ଫୁଲ ସହିତ ମିଶିକି ସେ ଠାକୁରଙ୍କ ମସ୍ତକ ପର୍ଯ୍ୟନ୍ତ ପହଞ୍ଚିଗଲା। ଠିକ୍ ଯେମିତି ବଡ଼ ଲୋକଙ୍କ ନିକଟ ସଂସ୍ପର୍ଶରେ ଆସିଲେ ଛୋଟ ଲୋକକୁ ମଧ୍ୟ ଆଦର ସମ୍ମାନ କରାଯାଏ। ଏହି ପ୍ରସଙ୍ଗକୁ ତୁମେ ତୁମ ଭାଷାରେ ଲେଖିବ ନିଜ ଶୈଳୀରେ। ଏଥିରେ ତୁମେ ଗଳ୍ପ ବି ଯୋଡ଼ି ଦେଇପାରିବ। ଯେମିତି ଗୋଟେ ବଡ଼ ଲୋକ ଥିଲେ, ତାଙ୍କର ସମ୍ମାନ ଆଦର ବହୁତ ଥିଲା ସମାଜରେ, ଏବଂ ତାଙ୍କ ସହିତ ସବୁବେଳେ ତାଙ୍କର ଜଣେ ସାଥୀ ଯାଉଥିଲା। ସେମିତି ବଡ଼ପଣ କିଛି ନଥିଲା, କିନ୍ତୁ ଲୋକମାନେ ତାଙ୍କ ସହିତ ତାକୁ ଦେଖି ତାକୁ ମଧ୍ୟ ଆଦର ସମ୍ମାନ କଲେ। ଏ କଥାକୁ ତୁମେ ଗପ ମାଧ୍ୟମରେ ଯୋଡ଼ି ଦେଇପାରିବ, କାହାର ନାମ ବି ଦେଇପାରିବ। କେଉଁ ଗୋଟେ ପୌରାଣିକ ଉପାଖ୍ୟାନରୁ ବି ସେ ପ୍ରସଙ୍ଗ ଆଣିପାରିବ, ଲୋକଗଳ୍ପରୁ ବି ସେ ପ୍ରସଙ୍ଗ ଆଣିପାରିବ। ତାପରେ କନକ୍ଲୁଜନ୍ କେମିତି କରିବ? କନକ୍ଲୁଜନ୍ କରିବେ ବାସ୍ତବରେ এই ପ୍ରବାଦଟିର ଯଥାର୍ଥତା ରହିଛି। ଏତିକି କଥା ଲେଖିଦେଇପାରିବ ଯଦି ଠିକ୍ ଭାଷାରେ। ଯଦି ସ୍ପେଲିଂ ମିଷ୍ଟେକ୍ ନ ରହିଲା, ସେଣ୍ଟେନ୍ସ ଷ୍ଟ୍ରକ୍ଚର ଠିକ୍ ରହିଲା ଏବଂ ଅକ୍ଷର ସୁନ୍ଦର ରହିଛି, ପ୍ରମିନେଣ୍ଟ ଲେଖିଛ, ତାହେଲେ ପୁରା ନମ୍ବର ପାଇବ। 5ରୁ 5 ଆଦୌ କଟିବ ନାହିଁ। ଆଉ ଗୋଟେ କ'ଣ ଉଦାହରଣ ଦେବା, ତ ଯେ ଝିମିଟି ଖେଳରୁ ମହାଭାରତ, ସେଟା ଲେଖିଥିଲେ ଏହା ଏକ ବହୁ ପ୍ରଚଳିତ ଓଡ଼ିଆ ପ୍ରବାଦ। ୟାକୁ ବି ଲେଖିପାରିବ। ଏହା ଏକ ବହୁ ପ୍ରଚଳିତ ଓଡ଼ିଆ ପ୍ରବାଦ। ଏହାର ଆକ୍ଷରିକ ଅର୍ଥ ହେଉଛି ଛୋଟ ଘଟଣା ପରବର୍ତ୍ତୀ ଅବସ୍ଥାରେ ଗୋଟେ ବଡ଼ ଘଟଣାରେ ପରିଣତ ହୋଇଯିବା ବା ବଡ଼ ଦୁର୍ଘଟଣାରେ ପରିଣତ ହୋଇଯିବା। এই ପ୍ରବାଦଟି ସାରଳା ଦାସ ଓଡ଼ିଆ ଭାଗବତରେ ପ୍ରୟୋଗ କରିଛନ୍ତି। ଯଦି ତୁମ ମନେ ନ ପଡ଼ିଲା ଏଇଟା ଭାଗବତ ବାଣୀ ବୋଲି, ଖାଲି ପ୍ରବାଦ ବି କହିଦେବ, ଓଡ଼ିଆ ପ୍ରବାଦ। ତାପରେ ପ୍ରସଙ୍ଗଟି ନେଇ ଆସିବ, କେମିତି ମହାଭାରତ ଯୁଦ୍ଧ ଆରମ୍ଭ ହୋଇଥିଲା, ଝିମିଟି ଖେଳରୁ ଝଗଡ଼ା ହୋଇଥିଲା ପାଣ୍ଡବ କୌରବ ମଧ୍ୟରେ ଏବଂ ବିଶାଳ ରୂପ ନେଲା ପରେ ମହାଭାରତ ଯୁଦ୍ଧରେ ସେ ପରିଣତ ହେଲା। ଏବଂ ତୁମେ ତୁମ ଅଞ୍ଚଳରେ କିଛି ଘଟିଥିବା ଘଟଣା, ଛୋଟ କଥା କେମିତି ବଡ଼ ରୂପ ନେଲା। ଧର ଯେଉଁ ଗାଁ ଭିତରେ କ୍ରିକେଟ ଖେଳ ହେଉଥିଲା, ଉଭୟଙ୍କ ଭିତରେ ଝଗଡ଼ା ହୋଇଗଲା, କିନ୍ତୁ ସେ ଝଗଡ଼ା ଏମିତି ରୂପ ନେଲା ଯେ ଦୁଇ ଗାଁ ଭିତରେ ଫାଟ ସୃଷ୍ଟି ହୋଇଗଲା, କେହି କାହାକୁ ଆଉ ଚାହିଁଲେ ନାହିଁ। ଏମିତି ଗୋଟେ ଗପ ତିଆରି କରିଦେଇପାରିବ, ପ୍ରସଙ୍ଗ ଆଣିକି ତାକୁ ବସେଇ ଦେଇପାରିବ। କେମିତି ହେଲା ଘଟଣାଟା ନା ଯେମିତିକି ଝିମିଟି ଖେଳରୁ ମହାଭାରତ ହୋଇଥିଲା। ବାସ୍ତବରେ ଏ ଉକ୍ତିର ଯଥାର୍ଥତା ରହିଛି। ବାସ୍ତବ ଜୀବନରେ ଏହାର
ଯଥାର୍ଥ ପ୍ରୟୋଗ ହେଇଛି ଏଇଭଳିଆ ପ୍ରସଙ୍ଗ ଆଣିବ। ଯଦି ତୁମର ମନେ ପଡ଼ିଗଲା ଏଇଟା ଶାରଳା ଦାସଙ୍କର ଭାଗବତରୁ ଆସିଛି, ଉଲ୍ଲେଖ କରିଦେବାରେ କୌଣସି ଅସୁବିଧା ନାହିଁ। କିନ୍ତୁ ଯଦି ଡାଉଟ୍ ରହୁଛି ଯେ ଏଇଟା କେଉଁଠୁ ଆସିଛି, ସନ୍ଦେହ କରି ଭୁଲ କଥା ଲେଖିବ ନାହିଁ। ଧାବା ମାରିଲେ ଆଦୌ ଚଳିବ ନାହିଁ। ଜାଣିନ କେବଳ ପ୍ରବାଦରେ ଛାଡ଼ିଦିଅ। ଦେଖୁ ଯାହାକୁ ରଖିବେ ଅନନ୍ତ ଆସିଲା। ତୁମେ ହୁଏତ ଜାଣିଛ ଏଇଟା ଗୋଟେ ଭାଗବତ ବାଣୀ, ଏହା ଏକ ବହୁ ପ୍ରଚଳିତ ଓଡ଼ିଆ ପ୍ରବାଦ ବା ଏହା ଏକ ବହୁ ପ୍ରଚଳିତ ଓଡ଼ିଆ ଭାଗବତ ବାଣୀ। ଯଦି ଜାଣିଛ ଭାଗବତ ବାଣୀ ତାହେଲେ ଭାଗବତ ବାଣୀ ଲେଖିଦେବ ସିଧାସଳଖ। ଯଦି ଡାଉଟ୍ ଅଛି ଓଡ଼ିଆ ପ୍ରବାଦ କରିଦେବ। ପ୍ରସଙ୍ଗ ଲେଖିବ କ'ଣ? ଏହାର ଅର୍ଥ ହେଉଛି ଈଶ୍ୱର ଯାହାକୁ ରକ୍ଷା କରନ୍ତି କେହି ତାର ଅନିଷ୍ଟ କରିପାରନ୍ତି ନାହିଁ। ଭାଗବତକାର ମଧ୍ୟ ଲେଖିଛନ୍ତି, ଜଗନ୍ନାଥ ଦାସ ନାମ ଲେଖିଦେଇପାରିବ ତୁମେ। ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ। ଏ ପ୍ରସଙ୍ଗ ଆଣି ତୁମେ ଗୋଟେ ଗଳ୍ପ ଯେମିତି ଅଛି, ଘଣ୍ଟା ଗୋଟେ ପଡ଼ିଗଲା ଘରଟା ଭାଙ୍ଗିଯିବା ପୂର୍ବରୁ, ମନ୍ଦିରଟା ଭାଙ୍ଗିଯିବା ପୂର୍ବରୁ, ଏବଂ ସେ ଚଢ଼େଇର ଅଣ୍ଡାକୁ ସେ ଘଣ୍ଟା ଢାଙ୍କି ରଖିଦେଲା, ଅଣ୍ଡା ନଷ୍ଟ ହେଲା ନାହିଁ। ଏଭଳିଆ ଗୋଟେ ଗପ ଅଛି। ପ୍ରକୃତିରେ ଭଗବାନ ରକ୍ଷା କରିବା ପାଇଁ ଚାହିଁଲେ, ତେଣୁ ଏତେ ବଳଶାଳୀ ଭୂମିକମ୍ପ ମଧ୍ୟ ସେ ଅଣ୍ଡାକୁ ନଷ୍ଟ କରିପାରିଲା ନାହିଁ। ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ। ଏଭଳିଆ ଗପ ନେଇ ଆସିବ। ତୁମେ ବାସ୍ତବ ଜୀବନରେ ଯେଉଁ ବ୍ୟବହାର ହେଉଛି ଗଳ୍ପ, ଯାହା ତାକୁ ବି ନେଇ ଆସିବ। ବାସ୍ତବ ଜୀବନ ଘଟଣାକୁ ଆଣିପାରିବ। ତାପରେ ଗୋଟେ କନକ୍ଲୁଜନ୍ ହିଁ ଦେବ। ବାସ୍ତବରେ ଏହି ଉକ୍ତିର ଯଥାର୍ଥତା ରହିଛି। ଧର ତୁଳସୀ ଦୁଇ ପତ୍ରରୁ ବାସେ ଆସିଲା ସେଇ କଥା। ଏହା ଏକ ବହୁ ପ୍ରଚଳିତ ଓଡ଼ିଆ ପ୍ରବାଦ। ଏହାର ଆକ୍ଷରିକ ଅର୍ଥ ରହିଛି ଯାହାର ସୁଗୁଣାବଳୀ ଥାଏ ତାହା ଛୋଟବେଳୁ ହିଁ ଜଣାପଡ଼ିଯାଇଥାଏ। ଠିକ୍ ତୁଳସୀ ଦୁଇ ପତ୍ରରୁ ବାସିଲା ପରି। ତାପରେ ପ୍ରସଙ୍ଗ ଆଣିବ କେମିତି ତୁମେ ଗୋଟେ ମହାତ୍ମା ଗାନ୍ଧୀ କଥା କିମ୍ବା ତୁମର ଶାସ୍ତ୍ରୀ କଥା, ଲାଲ ବାହାଦୁର ଶାସ୍ତ୍ରୀଙ୍କ କଥା, କେମିତି ଛୋଟବେଳୁ ତାଙ୍କର ଗୁଣାବଳୀ ଜଣାପଡ଼ିଥିଲା। କିମ୍ବା ମଧୁ ବାରିଷ୍ଟର କଥା ଜାଣିଛ, ରାସ୍ତାକୁ କେମିତି ସମତଳ କରିଥିଲେ ସ୍କୁଲ ପଢ଼ିଲା ବେଳେ। ଛୋଟବେଳୁ ହିଁ ଜଣାପଡ଼ିଯାଇଥିଲା ସେ ବଡ଼ ହେଲେ ବହୁତ ବଡ଼ ଲୋକ ହେବେ ବୋଲି। ତୁଳସୀ ଦୁଇ ପତ୍ରରୁ ବାସିଲା ପରି ଜଣାପଡ଼ିଥିଲା। ଏ ପ୍ରସଙ୍ଗ ବାସ୍ତବରେ ଏହାର ଯଥାର୍ଥ ଉପଯୋଗ ରହିଛି ଓଡ଼ିଆ ଭାଷାରେ, ବା ଓଡ଼ିଆମାନେ ଏହାକୁ ଯଥାର୍ଥ ଭାବେ ପ୍ରୟୋଗ କରନ୍ତି, ବା ଏହି ଉକ୍ତିର ଯଥାର୍ଥତା ରହିଛି। ସେଭଳି ଦର୍ଜ ଆସିଲା ତୁମର ବିଚ୍ଛେଦ ଦୁଇ ପତ୍ରରୁ କୁଣ୍ଡେଇ ହୁଏ, ସେଇଭଳିଆ ପ୍ରସଙ୍ଗ। ତୁଳସୀଟା ବାସିଲା ଦୁଇ ପତ୍ରରୁ, ବିଚ୍ଛେଦରେ ଦୁଇ ପତ୍ରରୁ କୁଣ୍ଡେଇ ହେଲା। ଏମିତି ଗୋଟେ ବଦମାସ କ୍ୟାରେକ୍ଟର ଉଦାହରଣ ଦେଇଦେଲ। ସେ କେମିତି ଛୁଆବେଳୁ ବଦମାସ ଥିଲା, ବଡ଼ ବେଳେ ବି ବଦମାସ ରହିଲା। ତାପରେ ଲେଖିଲ ଯଥାର୍ଥତା ରହିଛି। ଦର୍ଜ ପଡ଼ିଲା ତୁମର ଅତି ଲେମ୍ବୁ ଚିପୁଡ଼ିଲେ ପିତା। ଏହାର ଆକ୍ଷରିକ ଅର୍ଥ ହେଉଛି ସେଇ, ଏହା ଏକ ବହୁ ପ୍ରଚଳିତ ଓଡ଼ିଆ ପ୍ରବାଦ। ଏହାର ଆକ୍ଷରିକ ଅର୍ଥ ହେଉଛି ସମ୍ପର୍କ ଅତି ଅଧିକା ହେଲେ ତାହା ତିକ୍ତତାରେ ପରିଣତ ହୁଏ। ତାପରେ ତୁମେ କହିବ ଲେମ୍ବୁ ଚିପୁଡ଼ିଲେ ସ୍ୱାଦିଷ୍ଟ ରସ ସେଠୁ ବାହାରେ, ଯାହା ଶରୀର ପାଇଁ ଅତ୍ୟନ୍ତ ଉପଯୋଗୀ। କିନ୍ତୁ ତାକୁ ଯଦି ଅତିମାତ୍ରାରେ ଚିପୁଡ଼ା ଯାଏ ତାହେଲେ ତାର ତୈଳ ଅଂଶ ବାହାରି ତାକୁ ତିକ୍ତ ବା ପିତା କରିଦେଇଥାଏ। ତାପରେ ତୁମେ ପ୍ରସଙ୍ଗ ଆଣିପାରିବ ଯେ ଦୁଇ ସାଙ୍ଗ ଭିତରେ ବହୁତ ଭଲ ପଡ଼ୁଥିଲା, କିନ୍ତୁ ଏତେ ଘନିଷ୍ଠତା ବଢ଼ିଲା ପରବର୍ତ୍ତୀ ଅବସ୍ଥାରେ ତାହା ତିକ୍ତରେ ପରିଣତ ହେଲା। ତୁମ ବାସ୍ତବ ଜୀବନରୁ ଗୋଟେ ଉଦାହରଣ ଦେଇପାରିବ। ଦେଲା ପରେ ଲେଖିବ ବାସ୍ତବରେ ଏ ଉକ୍ତିର ଯଥାର୍ଥତା ରହିଛି। ଏଇଭଳିଆ ଯାହା ବି ପ୍ରସଙ୍ଗ ଆସିବ ତୁମେ ତାର ଷ୍ଟାର୍ଟିଂଟା ଲେଖିବ ଏବଂ ତାର ଆକ୍ଷରିକ ଅର୍ଥଟା ଆଗ ଲେଖିଦେବ। ସେ ଗୋଟେ ପାରାଗ୍ରାଫ, ମଝିରେ ଏନାଲିସିସ୍ କରିଦେଲ, ଲାଷ୍ଟରେ କନକ୍ଲୁଜନ୍ କରିଦେଲ, ପୁରା ନମ୍ବର ମିଳିବ। ଏଭଳିଆ ତୁମେ ଦେଖିବା ପାଇଁ ଗଲେ ଯେଉଁ ଚତୁର୍ଥ ୟୁନିଟ୍ ତୁମର ରହିଲା ବୋଧଜ୍ଞାନ ପରୀକ୍ଷଣ ଓ ସର୍ଜନାତ୍ମକ ଲିଖନ, ଯେଉଁଟା ଅବବୋଧ ପରୀକ୍ଷଣ ଏବଂ ସର୍ଜନାତ୍ମକ ଲିଖନ, ଏ 20 ମାର୍କ, ଏ 20 ମାର୍କରୁ ପୁରା 20 ମାର୍କ ଆସିବ। ତାହେଲେ 4th ୟୁନିଟ୍ ଗଲା। ଆମେ ନେକ୍ସଟ କ୍ଲାସରେ ପଢ଼ିବା 5th ୟୁନିଟ୍।